बड़ ओषा कथा बा धवलेश्वरଙ୍କ व्रत। क्षीरेन्दुकुन्द धवलं शशिखण्डरूढं स्वकीयजनतापि विनाशवक्ष गिरीन्द्रराटतनयासुरवामभागे ममलं एव सम्भूतकामदेव निजवाञ्छातप्तौ। प्रथम अध्याय। वन्दे आद्य महादेवं द्वितीये महेशं तथा तृतीये डम्बरुधरं शङ्करं चतुर्थे नता पञ्चमे पञ्चमवक्त्रस्य षष्ठे ईश्वर उच्यते सप्तमे धवलेश्वर अष्टमे कामनाशनं नवमे वृषवाहन दशमे पिनाकधरं एकादशे भोलानाथं द्वादशे शिवमुच्यते। एतानि द्वादशनामानि त्रिसन्ध्याज पठेन्नरः सर्वव्याधिर्विमुक्तो सर्वदुःखविनाशनं राजद्वारे श्मशाने च प्रवासे शत्रुविग्रहे विप्रहे जलस्थलस्तकानने सर्वजयी सदा भवेत्। नमयि महायोगेश्वर शरणपादपद्मे त्वर नमयि धवल ईश्वर परम ब्रह्मरुद्रेश्वर तुहि अनादि निर्विकार मृत्युंजय हे महेश्वर सृष्टिस्थिति प्रलय कर तोह मायारु चराचर तो बड़ उषार चरित देखिबि मनासिछि चित दिने नई मिशा अरण्ये बसी भाबुअछन्ति सर्वसिद्धि त्रिसन्ध्या शेषे हुतासन जपुअछन्ति करि ध्यान एहि समये सुत मुनि प्रवेश हेले पोथि घेनि बसाइण से कुशासने पचारन्ति जे मुनि माने भमुनि बड़ ओषा कथा कहि खण्डन्तु मन व्यथा कहन्ति सुत महामुनि कहुचि सुत जाहा जानी उत्कल देशे नरपति क्रूर धार्मिक से अटन्ति उत्कल देशे नरपति क्रुद्ध धार्मिक से अटन्ति सत्यवादी जे दयाशील परोपकारी महाबल से राज्येरा प्रजा सुखे बास देशे घोषाई तांक जस दिने मृगया करि आस बनरे होइला प्रवेश नानादि जीवंकु संहार करन्ति सेहि नृपवर एहि समये हेला देखा बाराहा गोटिए जे एका गोड़ाई घेनी सरासन देखि बाराहा अन्य बन पलाई जान्ते पुणी राजा ता पछे पछे करी खोजा न पाई बहु श्रम पाई बटमूले बसिले जाई केते दूरे भग्न देउल दिशुची होइन सुबल सेठाकु राजा पुणी गले
ଦେଉଳ ଭିତରେ ଦେଖିଲେ ଏକର ମଣି ସେଠା ବରେ କର ଯୋଡ଼ିନ ସ୍ତୁତି କରେ ଗଦଗଦ ସ୍ୱରେ କରି ସ୍ତୁତି ସ୍ୱାମୀ ମ ହେଉ କୃତପତି ଏମନ୍ତ ବାକ୍ୟ ଯେଉ ଚାରି ଷୋଡ଼ଶୀ ସେ ରୂପସୀ ନାରୀ ନିକଟେ ପୂଜାର ସମ୍ଭାର ଘେନିନ ଡାକେ ଯୋଡ଼ି କର କୌତୁକ ପାଇ ଧୀରେ ଯାଇ ପଚାରନ୍ତି ତ ଘର କାହିଁ ଏକାକୀ ଏ ଘର ବନରେ କିମ୍ପା ଗତ ନାରୀ ବରେ ଦାସୀ ବୋଲେ ଆପଣ କିଏ କିମ୍ପାଇ ପଚାର ନିର୍ଭୟେ ପରିଚୟ ଦେଲେ ତୁମ୍ଭର ତେବେ ଯେ ପାଇବ ଉତ୍ତର ଏମନ୍ତ ଶୁଣି ନରପତି ଆମ୍ଭ ନାମ ଯେ କ୍ରତୁପତି ଓଡ଼ିଶା ଦେଶେ ନୃପମଣି ଶିକାର ଉଦ୍ଦେଶ୍ୟ ଭ୍ରମଣୀ ଏମନ୍ତ ଶୁଣି ଦାସୀ ତହିଁ ନତମସ୍ତକେ ସେ ନମଇ ବୋଲେ ଅପରାଧ କ୍ଷମା କର ଅଜ୍ଞାନୀ ମୁଁ ଦାସୀ ମାତର ପଚାରି ପରିଚୟ ଦବ ଅପରାଧର ଜିଲିତେ ଦେବ କ୍ଷମିବ ଧରୁଛି ଚରଣ ଦୋଷ ନ ଧର ନର ନାରାୟଣ ରାଜା ବୋଲନ୍ତି ଦାସୀ ଶୁଣ ଭୟ ନାହିଁ ଟିଚି କାରଣ ଯାହା ମୁଁ ପଚାରିଲି ତୋତେ ଉତ୍ତର ଦିଅ ଦେଖି ପୁଣି ତୁମ୍ଭକୁ ପାଇବାର ଭାବି ପୂଜନ୍ତି ସେହି ବନ ଦେବୀ ହରିପ୍ରିୟାଟି ତାଙ୍କ ନାମ ସର୍ବଦା ଦେବୀ ପୂଜା କାମ ତୁମ୍ଭ ଭାବନା ଅନୁକ୍ଷଣେ କରନ୍ତି ରାଜା ଯେମା ଜଏଣେ ଦୈବ ଯୋଗର ମିଳନ ତୁମ୍ଭେ ତାଙ୍କର ହେଲ ଜାଣ ଦୟା କରିଲେ ନରମଣି ଘୁଞ୍ଚିବ ତାଙ୍କ ଦଶା ପୁଣି ଶୁଣିନ ଉତ୍କଳ ରାଜନ ବୋଲଇ ବିନୟ ବଚନ ଏକା ତ ତେଜେ ସଙ୍ଗେ ନେଇ କାନନେ ଭ୍ରମେ ଭୟ ନାହିଁ ବାଘ ଭାଲୁ ତସ୍କର କେତେ ଅଛନ୍ତି ଏ ଘୋର ବନସ୍ତେ ଦାସୀ ବୋଲେ ଶୁଣନ୍ତୁ ନୃପ ସଙ୍ଗତେ ସଇନ ମାପ ଇଙ୍ଗିତ ମାତ୍ରେ ପ୍ରବେଶିବେ ଏହାକୁ କିମ୍ପାଇ ଡରିବେ ରାଜା ବୋଇଲେ ଆଚ୍ଛା ହେଉ ଆମ୍ଭ ସଙ୍ଗତେ କଥା ହେଉ ପତି ଚରଣେ ପ୍ରଣମିଲେ ପୁଣି ଯେ ବନ ଦେବୀ ତୁଲେ ଏମନ୍ତ ଶୁଣି ହରିପ୍ରିୟା ବଚନେ ହୋଇନ ନିର୍ଭୟା ପତି ଚରଣେ ପ୍ରଣମିଲେ ପୁଣି ଯେ ବନ ଦେବୀ ତୁଲେ କହ ଦାସୀ ଉତ୍କଳ ନୃପେ ଲଜାରେ ମୋହି ମଥା ପୋତେ ଅଟନ୍ତି ସେ ପରମ ପୁରୁଷ କେମନ୍ତ କାହିଁକି ମୁଁ କିସ ଯେବେଟି ଦାସୀ ଠାରେ ଦୟା ଘେନନ୍ତୁ ନହୀନ ନିର୍ଦୟା ଯେବେଟି ଦାସୀ ଠାରେ ଦୟା ଘେନନ୍ତୁ ନହୀନ ନିର୍ଦୟା ସେଦିବି ମୁଁ ତାଙ୍କ ପୟର ଏଥିରେ ନାହିଁ ଭୟ ମୋର ସେ ରୂପ ଭାବି ହୃଦେ ମୁହିଁ ନିରନ୍ତରରେ ଦଗ୍ଧ ହୋଇ ସେ ରୂପ ଆଜି ନେତ୍ରେ ଦେଖି ପବିତ୍ର ହୋଇଲି ନିର୍ମାଖି ଅଭାଗା ନ ପାରଇ ଚାହିଁ କି କଥା କହିବିଟି ମୁହିଁ ବୋଲନ୍ତି କ୍ରତୁପତି ପୁଣ ମୁଁ ମଧ୍ୟ ଚିନ୍ତେ ଅନୁକ୍ଷଣ
ତବିନା ଅନ୍ୟ ନାହିଁ ମୋର କିମ୍ପା କପଟର ରାମା ବର ସ୍ୱପ୍ନରେ ଜିଣିଛୁ ହୃଦୟ କିମ୍ପାଇଁ କରୁଛୁ ସଞ୍ଚୟ ହରିପ୍ରିୟା ବୋଲଇ ତହିଁ ବାଞ୍ଛା କି ପୂର୍ଣ୍ଣ ହେବ ନାହିଁ ନରେଶ ବୋଲଇ ଗ ଶୁଣ ଆଜହୁଁ 2 ମାସ ଜାଣ ମାଘ ଶୁକ୍ଳ ପଞ୍ଚମୀ ଦିନ ହୋଇବଟି ପାଣି ଗ୍ରହଣ ଏ ସତ୍ୟ କଥା ରମା ବର ଏଥିରେ ସନ୍ଦେହ ନ କର ଏମନ୍ତ ଶୁଣି ନୃପବାଳା ଆନନ୍ଦେ ପଦେ ପ୍ରଣମିଲା ବାହୁଡ଼ିଲା ସେ ନିଜ ଘରେ ଦାସୀଙ୍କୁ ଘେନି ନ ସଙ୍ଗରେ କହଇ ଦୀନ ସୋମନାଥ ଧବଳେଶ୍ୱର ରଖିଚିତ। ଦ୍ୱିତୀୟ ଅଧ୍ୟାୟ। ଏ ଅନ୍ତେ ଶୁଣ ସମାଚାର ନାଗପୁରେ ପଶିଲେ 4 ପାତ୍ର ମିତ୍ର ଡକାଇ ପାଶେ ଚଟାଉ ଲେଖିଲେ ସନ୍ତୋଷେ ହରିପ୍ରିୟାକୁ ବିଭା ଦିଅ କିମ୍ପା ବିଳମ୍ବ କର କୁହ ଡଗର ପତ୍ର ଦେଇ ଗଲା ନାଗପୁରେ ପ୍ରବେଶ ହେଲା ଦକ୍ଷିଣ ନାଗପୁର ଈଶ ମନରେ ହୋଇଲା ହରଷ ଡଗରେ ପାରିତୋଷ ଦେଲେ ଶୁଭ ଲଗ୍ନ ବିବାହ କଲେ ଡକାଇ କ୍ରତୁ ନୃପବର ସମର୍ପି ଦେଲେ କନ୍ୟା ବର ଉତ୍ସବ ଆନନ୍ଦ ପାର ବିବିଧ ବାଦ୍ୟ ନିରନ୍ତର ଦ୍ୱାରେ ସେ ରମ୍ଭା ତରୁବର ତୋରଣ ଆଦି ମନୋହର ପୂର୍ଣ୍ଣ କୁମ୍ଭରେ ଆମ୍ରସାର ନୃତ୍ୟ ଗୀତ ହୁଏ ଅପାର ବିବିଧ ଖେଳ ମନୋହର ବାଦ୍ୟ ଘୋଷରେ ପୁରେ ପୁର ଚତୁର୍ଦ୍ଦଳର ଆରୋହଣ ହୋଇଲେ ବର କନ୍ୟା ଜାଣ ପ୍ରବେଶ ହେଲେ ନିଜ ପୁର କେ କହୁ ଆନନ୍ଦ ପାର ପୁର ନାରୀଏ ଦୁର୍ବାକ୍ଷତ ଆନନ୍ଦେ ବନ୍ଦାପନାରତ ବର କନ୍ୟାକୁ ଘରେ ନେଲେ ଆନନ୍ଦେ ରଜ ବିବଞ୍ଚିଲେ ଚଉଠି ଚାନ୍ଦ ବିଧିମାନ ଯଥାକାଳେ ସେ କଲେ ପୂର୍ଣ୍ଣ ନବଦମ୍ପତି ଯେ ଆନନ୍ଦ ରହିଲେ ଅନ୍ତପୁର ମଧ୍ୟ ଏମନ୍ତ ବରଷ ପୂରିଲା ହାସ୍ୟରସ ତେ ଦିନ ଗଲା ଏମନ୍ତ ବରଷ ପୂରିଲା ହାସ୍ୟରସରେ ଦିନ ଗଲା ପ୍ରେମେ ମାତିଣ ହାସ୍ୟରସେ ମାତିଲେ ରଜନୀ ଦିବସେ ରାଣୀ ସାଙ୍ଗରେ ରତିର ସେ ମିଳିଲେ ରଜନୀ ଦିବସେ ରାଜ୍ୟ ଖବର ନ ବୁଝିଲେ ମନ୍ତ୍ରୀ ଯେ ହରବର ହେଲେ ବିଦ୍ରୋହୀ ହେଲେ ପ୍ରଜାଗଣ କର ନ ଦେଲେ କେହି ଜାଣ ଶତ୍ରୁମାନେ ସମ୍ବାଦ ପାଇ ସୈନ୍ୟ ଘେନି ଗଡ଼ ଘେରାଇ ପ୍ରଜାଙ୍କୁ କରିନ ଯେ ବଶ କାଢ଼ି ନ ନେଲେ ରାଜ୍ୟ ଘୋଷ କର୍ତ୍ତୃପତିଙ୍କ ପକ୍ଷ ଲୋକ ବନ୍ଦୀରେ ରହିଲେ ଅନେକ ଏମନ୍ତ ଦେଖି ମନ୍ତ୍ରୀ ବର ପଳାଇ ଗଲେ ଅନ୍ୟଠାର ସୁବିଧା ପାଇ ଶତ୍ରୁମାନେ ଗଡ଼େ ପଶିଲେ ଖୁସି ମନେ ଭୃତ୍ୟ ମୁଖରୁ କ୍ରତୁପତି ବାରତା ପାଇଲେ ଝଟତି ଉପାୟ ନ ପାଇଣ ରାଜା ଲୁଚି ରାଜ୍ୟକୁ କଲେ ତେଜା
ନିଘୋଡ଼ ବନେ ପଳାଇଲେ, ରାଣୀକି ସଙ୍ଗତରେ ନେଲେ। ଫଳମୂଳ ଆହାର କରି ଦିନ ବଞ୍ଚିଲେ ଦଣ୍ଡଧାରୀ। ପଥର କୋଠା ଛାଡ଼ିଗଲା, ପତ୍ର କୁଡ଼ିଆ କଲେ ଖୋଜା। କର୍ମଦୋଷରେ କ୍ଲେଶ ଭୁଞ୍ଜି, ରହିଲେ ପ୍ରିୟା ସଙ୍ଗେ ମଜି। ଯେସନେ ସୀତା ରଘୁପତି, ବନେ ବିତରଣ କରନ୍ତି। ଗୁଣବତୀର ମଣି ଯାର, ସଙ୍ଗରେ କରଇ ବିହାର। ଘର ବାହାର ତାର ନାହିଁ, ଆନନ୍ଦେ ଦିବସ କାଟଇ। ପୂର୍ବ ଅର୍ଜିଲା କର୍ମ ଫଳେ, ଦଇବ ବିପାକ ଯାହେଲେ। ପଦେ ପଦେ ଦୁଃଖ ତାହାର, ଦିନେ ସେ ବନରୁ ବାହାର। ଆନନ୍ଦେ ବନ ଶୋଭା ଦେଖି, ବୁଲନ୍ତି ହରିଣ ଏକାକୀ। ଏହି ସମୟରେ ସେଠାରେ, ସନ୍ନ୍ୟାସୀ ଏକ ଯେ ମିଳିଲେ। କେତକୀ କୁସୁମକୁ କରେ, ଧରିଅଛନ୍ତି ମନୋହରେ। ତା ଦେଖି ରାଜା ହୋଇ ଭୋଳ, ସନ୍ନ୍ୟାସୀ ଚରଣେ ବିହ୍ୱଳ। ନମସ୍କାର କରି ବୋଲନ୍ତି, ଦିଅନ୍ତୁ ପୁଷ୍ପ ଗୋଟି ଜ୍ୟୋତି। ଖୋସିବେ ରାଣୀ ମସ୍ତକରେ, ଏହି ଉଦ୍ଦେଶ୍ୟ ନୃପବରେ। ଏ ପୁଷ୍ପ ଖୋସିଲେ ମୋ ନାରୀ, ସୁନ୍ଦର ଦିଶିବ ଆହୁରି। ବୋଲନ୍ତି ତାହାକୁ ସନ୍ନ୍ୟାସୀ, ଆଜି ଯେ ଶିବ ଚତୁର୍ଦ୍ଦଶୀ। ପୂଜିଣ ଶଙ୍କରଙ୍କୁ ନେଇ, ମନାସି ଆସିଅଛି ମୁହିଁ। ନାରୀ ପୂଜାରେ ନୋହେ ଯୋଗ୍ୟ, ବୃଥାରେ କର ଅଭିଯୋଗ। ଏମନ୍ତ ଶୁଣି କୋପ ଛଳେ, ଫୁଲକୁ ରାଜା ନେଇ ବେଳେ। ରାଜା ଗରବ ଦେଖି ଯୋଗୀ, ଅଭିଶାପ ଦେଲେ ଟି ବେଗି। ଆରେ ପାଷାଣ୍ଡ ନୃପବର, ନେଲୁ ତୁ କୁସୁମ ମୋହର। ଯେ ନାରୀ ଶିର ଦେବୁ ନେଇ, ତୁ ତାକୁ ଛୁଇଁ ନ ଯୋଗାଇ। କୋଷ୍ଠ ରୋଗରେ ହେବୁ ଘାଣ୍ଟି ଘାଣ୍ଟ, ଆମ୍ଭ କଥା ନ ଯିବ ମେଣ୍ଟ। ଏ ଅଭିଶାପ ଶୁଣି ରାଜା, ପରିହାସେ ବୋଲଇ ଯା ଯା। ତୋପରି ଅନେକ ଋଷି, ଦେଖିଛି କିସ କହୁ ଆସି। ଏମନ୍ତ କହି ରାଜା ଗଲେ, ରାଣୀ ମସ୍ତକେ ଫୁଲ ଦେଲେ। ଏହା ଜାଣିଲେ ଉମା ସାଇଁ, କୋପ ବହିଲେ ମନେ ସେହି। ତ୍ରିଶୂଳ ହସ୍ତେ ବୃଷଭରେ, ବସିଣ ମହେଶ୍ୱର ଘରେ। ବିଧବା ପାଇଁ କର୍ତ୍ତୃପତି, ବାହାର ହେଲେ ଉମାପତି। ବିଧବା ପାଇଁ କର୍ତ୍ତୃପତି, ବାହାର ହେଲେ ଉମାପତି। ଏମନ୍ତ ଦେଖି ମାହେଶ୍ୱରୀ, ନିଜ ମନରେ ହେଲେ ସରି। ହରିପ୍ରିୟା ଯେ କେତେ ବନେ, ପୂଜିଣ ମତେ ଥିଲା ମନେ। ମୋହର କରେ କର୍ତ୍ତୃପତି, ତାହାର ହୋଇଛି ଯେ ପତି। ସେ ମଲେ ମୋହର ଯେ ବର, ସମସ୍ତ ହୋଇବ ସାର। ମୋ ନାମେ କଳଙ୍କ ରଟିବ, ଯେବେଟି ତାପତି ମରିବ। ଏମନ୍ତ ପାର୍ବତୀ ବିଚାରି, ହରଙ୍କୁ ଝଟତି ଓଗାଳି। ବୋଲନ୍ତି କେଣେ ଯାଅ ନାଥ, ଶୁଣ ମୋ କଥା ପଞ୍ଚମାଥ। ସାମାନ୍ୟ ମଶକକୁ ମାରି, କି ଯଶ ନେବ ସମ୍ବରାରୀ। ଜୀବନ ଥାଉ ଯେ ସନ୍ନ୍ୟାସୀ, ମଡ଼ା ସଙ୍ଗରେ ତୂଳେ ବସି।
କୋଷ୍ଠ ରୋଗୀ କରିଛି ତାକୁ, ଆଉ କି ଅଛି କହିବାକୁ। ବାହୁଡ଼ ମୋର କଥା ମାନି କରୁଛି ଏତିକି ଦଇନି। ଏମନ୍ତ ଶୁଣି ଉମାପତି ତୁରିତ କଲେ କୋପ ଶାନ୍ତି। ଏଣେ ଯେ ଅଭିଶାପ ପାଇ କ୍ରତୁକୁ କୋଷ୍ଠ ରୋଗ ହୋଇ ଫୁଲିଲା ନାସା କର୍ଣ୍ଣ ଓଠ, ଆଙ୍ଗୁଳି କ୍ଷତ ଯେ ବିଶିଷ୍ଟ। ତାହା ଦେଖିଣ ରାଣୀ କାନ୍ଦେ, କି ଅପକର୍ମ କଲ ହାଦେ। ସେ ଉମା ମହେଶ ଚରଣ, ସୋମନାଥ ମାଗେ ଶରଣ। ତୃତୀୟ ଅଧ୍ୟାୟ। କହନ୍ତି ସୁତ ମୁନିବର, ଶରବ ଋଷିଙ୍କ ଆଗର। ହରିପ୍ରିୟା ସେ ରାଣୀ ଗତି, ବିକଳେ ରୋଦନ କରନ୍ତି। ମହାଦୁଃଖରେ ପତି ସେବା, କ୍ଷତ ସ୍ଥାନକୁ ଧୋଇ ଦେବା। କନା ବାନ୍ଧିଣ ବନେ ପଶି, ଫଳମୂଳ ଆଣନ୍ତି ବାଛି। ସ୍ୱାମୀଙ୍କୁ ଖୁଆଇଣ ଦିଅନ୍ତି, ଅତି କଷ୍ଟରେ ଦିନ ନିଅନ୍ତି। ଫଳ ଆଣିବା ପାଇଁ ଦିନେ, ପ୍ରବେଶ ଗହନ କାନନେ। ଦେଖିଲେ ଏକ ତପୋଧନ, ସମିଧ ପାଇଁ କି ଗମନ। ବନ ପଥରେ ଯାନ୍ତି ଚଳି, ତା ଦେଖି ହରପ୍ରିୟା ମଳି। ବନ ପଥରେ ଯାନ୍ତି ଚଳି, ତା ଦେଖି ହରିପ୍ରିୟା ମିଳି। ଯାଇନ ତାଙ୍କ ପାଦ ଧରି, କହଇ ଉଚ୍ଚେ କାନ୍ଦି କରି। ଶୁଣନ୍ତୁ ବାରେ ମୁନିବର, ଶୁଣନ୍ତୁ ବାରେ ମୁନିବର, ଅପରାଧେ ମୋର କ୍ଷମା କର। ଏମନ୍ତ ବଚନ ଶୁଣିଲେ, କାହାସୁ ତାତୁ କହ ଭଲେ। କିମ୍ପାଇ ବୁଲୁ ବନ ଦେଶେ, କି ଦୁଃଖ କର ତୁ ପ୍ରକାଶ। ଶୁଣିଥିଲେ ଉପାୟ କେତେ, କହି ଅବା ପାରଇ ତତେ। ୟା ଶୁଣି ହରିପ୍ରିୟା ରାଣୀ, କହେ ମୁଁ କ୍ରତୁର ଘରଣୀ। ନାଗପୁର ନୃପତି ପିତା, ଗ୍ରହ ଦୋଷେ ମୋ ଏ ଅବସ୍ଥା। ଶତ୍ରୁ ଯେ ରାଜ୍ୟ ନେଲେ ବହି, ବନେ ପଶିଲୁ ଭୟ ପାଇ। ବନବାସରେ ସ୍ୱାମୀ ସଙ୍ଗେ, ଆନନ୍ଦେ କାଳ କାଟୁ ରଙ୍ଗେ। ତାହା ଯେ ବିହୀନ ସହିଲା, କୁଷ୍ଠରୋଗ ସ୍ୱାମୀକୁ ହେଲା। ସେ କଷ୍ଟ ନ ପାରଇ ସହି, ସେ ଲାଗି କ୍ଷମା ମାଗେ ମୁହିଁ। ଶରଣ ମାଗେ ପାଦ ତଳେ, ଉଦ୍ଧାର କର କୃପା ବଳେ। ଏହା ଶୁଣି ଯେ ମୁନିବର, ଧ୍ୟାନେ ଜାଣିଲେ ପୂର୍ବାପର। ବୋଲନ୍ତି ଜାଣିଲି ସକଳ, ଫଳିଛି ସ୍ୱାମୀ କର୍ମ ଫଳ। କେତକୀ କୁସୁମକୁ ବଳେ, ଶିବ ଭକ୍ତଠୁ ନେଇ ଛଳେ। ତୁମ୍ଭ କୁନ୍ତଳରେ ଖୋସିଲା, ସେ ଘେନି ଭକ୍ତି ସାପ ଦେଲା। ଚତୁର୍ଦ୍ଦଶୀରେ ହର ପୂଜା, କରିବା ପାଇଁ କରି ଖୋଜା। ନେଉଣ ଥିଲା ସେ ସନ୍ନ୍ୟାସୀ, ତୋ ସ୍ୱାମୀ ବଳେ ହେଲା ଦୋଷୀ। ସେ ଘେନି କୁଷ୍ଠ ବ୍ୟାଧି ତାର, ଆଉ କି କହୁ ନାରୀ ବର। କାନ୍ଦିଣ କହେ ହରିପ୍ରିୟା, ଆଉ କରନ୍ତୁ ମୋଠାରେ ସୁଦୟା। ତହିଁରେ ପତି କଷ୍ଟ ଯିବ, ଆଜ୍ଞା କରନ୍ତୁ ମୋତେ ଦେବ। ଏତେ ଶୁଣି ଯେ ତପୋଧନ, କହନ୍ତି ଉପାୟ ବିଧାନ। ମହାନଦୀ ଗରଭେ ତୁହି, ଧବଳେଶ୍ୱର ଅଛନ୍ତି ଯହିଁ। କରତୁ ବଡ଼ ଓଷା ବ୍ରତ, ପୂଜାରେ ନିଷ୍ଠାକୁ ସତତ। କିମ୍ପା ନାଗେଶ୍ୱର ତଟରେ, ମହାରୁଦ୍ର ଅଛନ୍ତି ସେଠାରେ।
କିମ୍ବା ନାଗେଶ୍ୱର ତଟରେ ମହାରୁଦ୍ର ଅଛନ୍ତି ସେଠାରେ ତୁଇ ବଡ଼ ଓଷା କଲେ ମେଣ୍ଟିବ ତାର ଦଶା। ଶଙ୍କର ତୋଷ ହେଲା ଜାଣ ଘୁଞ୍ଚିବ ତୋହର କଷଣ। ତେବେ ତୋ ପତି ସୁସ୍ଥ ହେବ ଦେହରୁ କୁଷ୍ଠ ବ୍ୟାଧି ଯିବ। କହୁଅଛନ୍ତି ହରିପ୍ରିୟା ଯେବେ ମୋ ଠାରେ କଲ ଦୟା। ବଡ଼ ଓଷାର ବିଧି ମୋତେ ବୁଝାଇ କହନ୍ତୁ ତ୍ୱରିତେ। ଏ ଓଷା କରି କିଏ ଫଳ ପାଇଛଇ କହି ସକଳ। ରାଣୀ ବଚନେ ମୁନିବର କହନ୍ତି ଓଷା ସମାଚାର। ଆଷାଢ଼ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଦିନକୁ ଲକ୍ଷ୍ୟ। ବିଶୁଦ୍ଧ ଜଳେ ସ୍ନାନ କରି ନାରିକେଳ ଗୋଟିଏ ଧରି ସଂକଳ୍ପ କରିବ ଯେ ମନେ ଶିବଙ୍କୁ ସୁମରି ସେ ସ୍ଥାନେ। ସେଇ ଦିନୁ ପ୍ରତି ମାସର ସୋମବାରକୁ ସୋମବାର ବ୍ରତ କରିବ ଭକ୍ତି ଭରେ ପୂଜିବ ଶଙ୍କର ଯେ ଦେବେ। କାର୍ତ୍ତିକ ମାସର ଯେ ପୁଣ ଶୁକ୍ଳ ଚତୁର୍ଦ୍ଦଶୀ ଯେ ଦିନ ରାତ୍ରର ବଡ଼ ଓଷା କରି ଉତ୍ଥାପନ ସେ ଦିନ ଧରି। ଆତପ ତଣ୍ଡୁଳ ଯେ ଚୂନା ଗୁଡ଼ ନାରିକେଳ ଯେ ଛେନା ମୁଗ ଖେସାରୀ ପୂଜା କରି 14 ଗୋଟି ମଣ୍ଡା କରି ନିଜେ ଯେ ଶୁଦ୍ଧ ପୂତ ହୋଇ ଷଡ଼ାକ୍ଷର ମନ୍ତ୍ରକୁ ଗାଇ ଶିବଙ୍କୁ ସମର୍ପିବ ନେଇ ସୁବିଜ୍ଞ ବ୍ରାହ୍ମଣ ଡକାଇ। ତାଦ୍ୱାରା ଭୋଗ କରାଇବ ଯେ ଭକ୍ତି ବ୍ରାହ୍ମଣକୁ ଦେବ। ଶିବଙ୍କ ପାଦେ ଦେଇ ମନ ଓଷା କଥା କହି ଶ୍ରବଣ। ଜପିବ ଯେ ଧବଳେଶ୍ୱର କିମ୍ବା ଯେ ମହାରୁଦ୍ରେଶ୍ୱର ଏ ଦୁଇଠାରେ ଉତ୍ଥାପନ କରିବ ଓଷାର ବିଧାନ। ଭକତି ଭରେ ତାହା ନେଇ ପ୍ରସାଦ ମାନ ଦେବ ଖାଇ। ହେଳାନ କରି ନ ପକାଇ ଦେବ ନାହିଁ କୌଣସି ଠାଇଁ। ଜପିବ ଯେ ଧବଳେଶ୍ୱର କିମ୍ବା ଯେ ମହାରୁଦ୍ରେଶ୍ୱର ଭକତି ଭରେ ତାହା ନେଇ ପ୍ରସାଦ ମାନ ଦେବ ଖାଇ। ହେଳାନ କରି ନ ପକାଇ ଦେବ ନାହିଁ କୌଣସି ଠାଇଁ। ସାଇ ପଡ଼ିଶା ବନ୍ଧୁଜନ ବାଣ୍ଟିବ ସେ ପ୍ରସାଦ ମାନ। ଦୈବ ଦୁର୍ଘଟଣା ଯୋଗେ କାର୍ତ୍ତିକ ନ ହୋଇବେ ଯେବେ ମାର୍ଗଶିରରେ କରି ଓଷା ହରଙ୍କୁ ପୂଜିବ ସହସା। ପୂର୍ବେ ଯେ ହର କପା ନଳେ ମଦନ ଭସ୍ମ ହୋଇଥିଲେ ତାହାର ବନିତା ଯେ ରତି ବଡ଼ ଓଷା ଫଳରେ ବ୍ରତୀ। ମନୋହର ସେ କାମ ଦେବ ପାଇଲେ ଏକଥା ସେ ଧ୍ରୁବ। ଯା ତୁ ଏବେ ରାଜସୁତା ମନେ ରଖିନ ମୋର କଥା। ବଡ଼ ଓଷା ତୁ ଶୀଘ୍ର କରି ଘୁଞ୍ଚିବ ବ୍ୟାଧି ତୋ ସ୍ୱାମୀର। ଶିବଙ୍କ ଭକ୍ତି ସାପୁପତି ନିଶ୍ଚୟ ହୋଇବ ମୁକତି। ଏକଥା ହରିପ୍ରିୟା ରାଣୀ ମୁନିଙ୍କ ଠାରୁ ସବୁ ଶୁଣି ପାଦେ ପଡ଼ି ମାଗେ ମେଲାଣି ସୁଦୟା କର ମହାମୁନି। ଭକ୍ତି ଭରେ ଧବଳେଶ୍ୱର ପାଦେ ପୂଜିଲା ନାରୀବର।
କାଷ୍ଟରେ ପୂଜିଲା କଜେଣୁ ତା ସ୍ୱାମୀ କୁଷ୍ଠ ଗଲା ତେଣୁ ନିରୋଗୀ ହୋଇ ନୃପବର ଡାକେ ରଖ ଧବଳେଶ୍ୱର ଉତ୍କଳ ଦେଶରୁ ଡଗର ପ୍ରବେଶ ନୃପ ସନ୍ନିଧିର ସର୍ପାଘାତରେ ଶତ୍ରୁ ରାଜା ମଲା ସେ ପାଇ ମହାଲଜ୍ଜା କେତେକ ତାର ସୈନ୍ୟ ଥିଲେ ଭୟ ପାଇଣ ପଳାଇଲେ ମନ୍ତ୍ରୀ ଯେ ସମ୍ବାଦକୁ ପାଇ ରାଜ୍ୟରେ ପ୍ରବେଶିଲେ ଯାଇ ରାଜାଙ୍କୁ ନେବା ପାଇଁ ଦୂତ ପଠାଇଲେ ମନ୍ତ୍ରୀ ତ୍ୱରିତ ଦେଶରେ ପ୍ରବେଶିଲେ ରାଜା ଆନନ୍ଦେ ଲଭିଲେ କ ପ୍ରଜା ହରଷ ମନରେ ଉତ୍ସବ କଲେ ଯେ ପ୍ରଜା ଆସି ସର୍ବ ପୁତ୍ର ସମାନ ପ୍ରଜାଗଣ ପାଳିଲେ କ୍ରତୁ ଯେ ରାଜନ କେତେ ଦିନରେ ନୃପବର ହୋଇଲା ଗୋଟିଏ କୁମର ଦୁଃଖୀରଙ୍କି ଭୋଜନ ଦେଲେ ନାନାଦି ଦାନ ଧ୍ୟାନ କଲେ ଉପଯୁକ୍ତ କଲେ କୁମର ଉପରେ ଦେଇ ରାଜ୍ୟଭାର ଚଳିଲେ କୈଳାସପୁରୀ ଦେଶରେ ପଡ଼ିଗଲା ହୁରି ହରଙ୍କ କରେ ମହାବ୍ୟାଧି ମୁକ୍ତି ଲଭିଲେ ହେଲା ସିଦ୍ଧି ଧବଳ ଲିଙ୍ଗ ଶ୍ରୀଚରଣେ ମୋ ପରେ ତହୁଁ ଅନୁକ୍ଷଣେ ଭାସଇ ଦିନ ସୋମନାଥ ଭବୁ ଉଦ୍ଧାର ପଞ୍ଚମାର୍ଥ ଇତି ଶ୍ରୀ ବଡ଼ ଓଷା ବର୍ଣ୍ଣନେ ନାମ ତୃତୀୟୋଧ୍ୟାୟ ଓଂ ନମଃ ଶିବାୟ ଓଂ ନମଃ ଶିବାୟ। ଫଳଶ୍ରୁତି ଭାସନ୍ତି ସୁତ ମୁନି ଶୁଣେ ବଡ଼ ଓଷା ସମ ନାହିଁ ଅନ୍ୟ ନର ନାରୀ କଲେ ଏ ବ୍ରତ ହୁଅନ୍ତି ବହୁ ଭାଗ୍ୟବନ୍ତ ନିରୋଗୀ ତାଙ୍କ ପୁତ୍ର କନ୍ୟା ସଂସାରେ ହନ୍ତି ସେହୁ ଧନ୍ୟା ନିର୍ଧନୀ ଲଭେ ବହୁ ଧନ ଅପୁତ୍ରିକ ମିଳେ ସନ୍ତାନ ଶତ୍ରୁ ଭୟ ଯେ ଅଗ୍ନି ଭୟ ନ ପଡ଼େ ସେ ହୁଏ ନିର୍ଭୟ ରାଜଦ୍ୱାର ସେ ଲଭେ ଯଶ ଯେ ଉଷା କଲ୍ବଲ୍ଲଭେ ସନ୍ତୋଷ ଦିନକୁ ଦିନ ତା ସମ୍ବାଦ ବଢ଼େ ଦିଅନ୍ତି ସଦାନନ୍ଦ ମହାରୁଦ୍ର ଧବଳେଶ୍ୱର ଏ ଦିନ ଜନେ ପାରିକର ଇତି ଶ୍ରୀ ବଡ଼ ଓଷା ଉପାଖ୍ୟାନେ ଶ୍ରୀ ଧବଳେଶ୍ୱର ସେଇ ମହାରୁଦ୍ର ପୂଜା କଥା ସମାପ୍ତ। ଓଂ ସ୍ୱସ୍ତି ଓଂ ସ୍ୱସ୍ତି ଓଂ ସ୍ୱସ୍ତି।